ଧନହୀନ ଜୀବନ ଧନହୀନ ଜୀବନ ନଥାଏ ସମ୍ମାନ ନଥାଏ ସମ୍ମାନ ଥିଲେ ବି ଜ୍ଞାନ ଧନହୀନ ଜୀବନ ଥାଉ ବହୁଶୀଳ ଆଉ ବାହୁବଳ ଥାଉ ବହୁଶୀଳ ଆଉ ବାହୁବଳ ସମୁନ୍ନତ କୂଳ ଉଜ୍ଜ୍ୱଳ ବର୍ଣ୍ଣ ଧନହୀନ ଜୀବନ ନଥାଏ ସମ୍ମାନ ଥିଲେ ବି ଜ୍ଞାନ ଧନହୀନ ଜୀବନ ଧନହୀନ ଜୀବନ ନଥାଏ ସମ୍ମାନ ଥିଲେ ବି ଜ୍ଞାନ ଧନହୀନ ଜୀବନ ଥାଉ ବାହୁ ବଳ ଆଉ ବହୁଶୀଳ ଥାଉ ବାହୁବଳ ଆଉ ବହୁଶୀଳ ସମୁଜ୍ଜ୍ୱଳ କୂଳ ଉଜ୍ଜ୍ୱଳ ବର୍ଣ୍ଣ ଧନହୀନ ଜୀବନ ନଥିଲେ ନଥାଏ ସମ୍ମାନ ମାନ ଧନହୀନ ଜୀବନ। ବନ୍ଧୁ, ଯଦି ତମେ ମୁଁ ସେ ଆଉ ସମସ୍ତେ ଯେଉଁମାନଙ୍କୁ ଦରିଦ୍ର କୁହାଯାଏ ତାଙ୍କ ଜୀବନରେ କ'ଣ ଥାଏ? କିଛି ନଥାଏ ନା। ଧନ ହିଁ ସବୁ ସୁଖର ମୂଳ। ତେଣୁ ବିଛା ରାଶିର ଧନ କେମିତି ଆସେ? ବିଛା ଲଗ୍ନ ପାଖକୁ ମହାଲକ୍ଷ୍ମୀ କେମିତି ଆସନ୍ତୁ ଏ ବିଷୟରେ ଦ୍ୱିପଦ ଦୁଃଖ ସୁଖ ହବା। ମୁଁ କୁଳମଣି ପଣ୍ଡା ଆପଣମାନଙ୍କୁ ନିବେଦନ କରୁଛି, ଆପଣମାନେ ସମସ୍ତେ ଶ୍ରଦ୍ଧା ଆଦର ଓ ବିଶ୍ୱାସର ସହିତ ଶୁଣନ୍ତୁ। ମୋର ଫୋନ୍ ନମ୍ବର 8093355583। ବିଛା ଲଗ୍ନର ଅଧିପତି ମଙ୍ଗଳ। ବିଛା ରାଶିର ଅଧିପତି ମଙ୍ଗଳ। ମଙ୍ଗଳ ଭୂମିପୁତ୍ର, ଏଥିପାଇଁ ତା ନାଁ ଭୌମ। ଏଇ ଭୂମିପୁତ୍ର ମଙ୍ଗଳ ଭୌମ ଯାହା ଜାତକରେ ଭଲ ସ୍ଥାନରେ ଉଚ୍ଚରେ ତ୍ରିକୋଣରେ ଶୁଭ ଗ୍ରହଙ୍କ ଦୃଷ୍ଟିରେ କେନ୍ଦ୍ରରେ ଥାନ୍ତି, ସେ ବ୍ୟକ୍ତିର ଜମି ବାଡ଼ି ଗାଈ ଗୋରୁ ଧନ ରତ୍ନ ଅଧିକରୁ ଅଧିକ ହୋଇଥାଏ। ତେଣୁ ଆମେ ଏ ବିଷୟରେ ଟିକେ ବିଶ୍ଳେଷଣ କରିବା, ବିଚାର କରିବା, এই ସନ୍ଦିଗ୍ଧ ମନକୁ ବୁଝେଇଦେବା। ମୋ ଜାତକରେ ତ ମଙ୍ଗଳ ଅଛନ୍ତି, ସେ କେଉଁଠି ଅଛନ୍ତି, କିଭଳି ସ୍ଥାନରେ ଅଛନ୍ତି? ମୁଁ ତ ଏବେ ସେଭଳି ସ୍ୱଚ୍ଛଳ ଅବସ୍ଥାରେ ନାହିଁ। କାଲି କ'ଣ ମୋ ହାତକୁ ଧନ ଆସିବ ଦେଖିବା। ବିଛା ରାଶିର ଅଧିପତି ମଙ୍ଗଳ, ସେ ମକରରେ ଉଚ୍ଚ, କର୍କଟରେ ନୀଚ। କର୍କଟ ରାଶି ବିଛା ରାଶିର ବାଧକ ସ୍ଥାନ। ମେଷ ଓ ବିଛା ମଙ୍ଗଳର ନିଜ ଘର। ଯଦି ବିଛା ଲଗ୍ନ ଆରମ୍ଭ ହେଲା, ଏଉଠୁ ଆରମ୍ଭ ହେଲା। ଯଦି ବିଛା ଲଗ୍ନ, ତେବେ ଦ୍ୱିତୀୟ ଘର ଧନୁ। ଧନୁର ଅଧିପତି ବୃହସ୍ପତି। ବିଛା ରାଶି ପ୍ରତି ବୃହସ୍ପତିଙ୍କର ଦୟା ଢେର ବେଶୀ। କାହିଁକି? ମଙ୍ଗଳ ଆଉ ବୃହସ୍ପତି ପରସ୍ପର ମିତ୍ର। ସେ ମିତ୍ରକୁ ଅଧିମିତ୍ର ଯୋଗ କୁହାଯାଏ। ଏଇ ଅଧିମିତ୍ରର ଇଂରାଜୀ ହେଲା ଇଣ୍ଟିମେଟ୍ ଫ୍ରେଣ୍ଡ, ଅନ୍ତରଙ୍ଗ ବନ୍ଧୁ। ବୃହସ୍ପତି ଯଦି ଧନୁରେ ବା ସିଂହରେ ଥାନ୍ତି, ତେବେ ବ୍ୟକ୍ତିର ଆର୍ଥିକ ବିକାଶ ଅତି ଭଲ ଭାବରେ ହୋଇଥାଏ।।। ବିଛା
ଲଗ୍ନ ହେତୁ ଲଗ୍ନ ହେଲା ପ୍ରଥମ ଘର, ଦ୍ୱିତୀୟ ଘର ହେଲା ଧନୁ, ଦ୍ୱିତୀୟାଧିପତି ହେଲେ ବୃହସ୍ପତି। ଯଦି ଧନପତି ଧନ କର୍ମ ଗୋ, ଯଦି ଧନପତି ଏଠି ବୃହସ୍ପତି, ଯଦି ସେ ଧନରେ ଥାନ୍ତି ମାନେ ଧନୁରେ ଥାନ୍ତି ବା ଦଶମ ଘରେ ଥାନ୍ତି ମାନେ ବୃଷରେ ଥାନ୍ତି, ତାହେଲେ ବିଛା ଲଗ୍ନ ଜାତ ବ୍ୟକ୍ତିକୁ ପ୍ରବଳ ଧନ ମିଳିଥାଏ। ସେ ଯେଉଁ ଅବସ୍ଥାରେ ଥାଏ, ଜନ୍ମ ହେଇଥାଏ ଯେଉଁ ପରିବାରରେ, ସେ କ୍ରମଶଃ ଅଧିକରୁ ଅଧିକ ଉନ୍ନତି କରି ଧନୀ ହେଇଥାଏ, ଧନିକ ଶ୍ରେଣୀରେ ଗଣା ହେଇଥାଏ। ବିଛା ରାଶି ପ୍ରତି ବୃହସ୍ପତିର ଅଧିକ ଶ୍ରଦ୍ଧା। ଯଦି ସେ ଧନୁରେ ବା ସିଂହରେ ଥାନ୍ତି, ତେବେ ବ୍ୟକ୍ତିର ଆର୍ଥିକ ବିକାଶ ଅତି ଭଲ ଭାବରେ ହୋଇଥାଏ। ବିଛା ଲଗ୍ନର ଦଶମ ଘର ସିଂହ, ସିଂହରେ ମାନେ ଦଶମରେ ଯଦି ବୃହସ୍ପତି ଥାନ୍ତି, ତେବେ ସେ ସ୍ୱ ଅନ୍ତର୍ଦଶା ସମୟରେ ଅବଶ୍ୟ ଅତି ଶୁଭ ଫଳ ଦେଇଥାନ୍ତି। ପ୍ରତିଟି ଗ୍ରହ ତାର ଅନ୍ତର୍ଦଶା ସମୟରେ ସେ ଶୁଭ ହୁଅନ୍ତୁ ବା ଅଶୁଭ ହେଇଥାନ୍ତୁ, ଶୁଭ ହେଇଥିଲେ ଏଇ ଅନ୍ତର୍ଦଶା ସମୟରେ ଶୁଭ ଫଳ ଦିଅନ୍ତି, ଆଉ ଅଶୁଭ ହେଇଥିଲେ ଏଇ ସମୟରେ ସେ ଅଶୁଭ ଫଳ ଦେଇଥାନ୍ତି। ତାକୁ ଯଦି ମଙ୍ଗଳ ବା ସେଇ ବୃହସ୍ପତିଙ୍କୁ ଯଦି ମଙ୍ଗଳ ଦେଖୁଥାନ୍ତି, ମଙ୍ଗଳ କଣ ବିଛାରେ କିଏ ଅଛନ୍ତି? ଚନ୍ଦ୍ର ଅଛନ୍ତି ନା, ଆଉ ଚନ୍ଦ୍ର ପାଇଁ ସିନା ବିଛା ରାଶି। ଆଉ ମଙ୍ଗଳ ଜାତକ ଯୋଉଠି ଥାନ୍ତି, ମଙ୍ଗଳ ଯଦି ବୃହସ୍ପତିଙ୍କୁ ଦେଖିଲେ, ବୃହସ୍ପତି ମଙ୍ଗଳ ବୃହସ୍ପତିଙ୍କୁ ଦେଖିଲେ ଉଭୟଙ୍କର ମଙ୍ଗଳ ହେଇଥାଏ। ତେବେ ଧନ ଓ ମାନ ଉଭୟ ଫଳ ଅତି ଭଲ ଭାବରେ ପାଇଥାନ୍ତି ଏହି ବିଛା ଲଗ୍ନର ବ୍ୟକ୍ତି। ଦଶମରେ ରବି ସହିତ ଅନ୍ୟ ଯେ କୌଣସି ଦୁଇଟି ବା ତିନୋଟି ଗ୍ରହ ଥିଲେ ହେଲେ ଚନ୍ଦ୍ର କଥା କୁହା ହେଉନି, ଚନ୍ଦ୍ର କ୍ଷତିକାରକ। ଦଶମରେ ରବି ସହିତ ଅନ୍ୟ ଯେ କୌଣସି ଦୁଇଟି ବା ତିନୋଟି ଗ୍ରହ ଥିଲେ ମହାରାଜ ଯୋଗ ହୁଏ। ବିଛା ଲଗ୍ନ ଦଶମ ଘର ସିଂହ, ସେଠି ରବି ଅଛନ୍ତି, ସେଠି ଅନ୍ୟ ଦୁଇଟି ଗ୍ରହ ବା ତିନୋଟି ଗ୍ରହ ଥିଲେ ତାକୁ କୁହନ୍ତି ମହାରାଜ ଯୋଗ। ସେ ଜାତକ ଜଣେ ମାନ୍ୟଗଣ୍ୟ ଧନିକ ଆସନ ପାଇଥାନ୍ତି। ତିନୋଟି ଥିଲେ ହୁଏ ଚତୁଃସାଗର ଯୋଗ। ରବି ଅଛନ୍ତି ଆଉ ତିନିଟା ମିଳିଗଲେ କ'ଣ ହେଲା, ଚାରିଟା ଗ୍ରହ ହେଇଗଲେ, ତାକୁ ଚତୁଃସାଗର ଯୋଗ। ମଙ୍ଗଳକୁ ଗୁରୁ ଦେଖିଲେ ମଙ୍ଗଳର ଅଶୁଭତ୍ୱ ଅପହରଣ କରିଥାନ୍ତି। ନା ସିନା ମଙ୍ଗଳ, କିନ୍ତୁ ସବୁ ଅମଙ୍ଗଳର କାରଣ ହେଉଛି ମଙ୍ଗଳ ଗ୍ରହ। ନାଁଟା ମଙ୍ଗଳ, ସେ କିନ୍ତୁ ସବୁ ଅମଙ୍ଗଳର କାରକ। କିଏ? ମଙ୍ଗଳ ଗ୍ରହ। ତା ମୁଣ୍ଡକୁ ଦୁଶ୍ଚିନ୍ତା ଆସୁଥାଏ, କେବେ ସଚିନ୍ତା ଆସେନି କି ସୁଚିନ୍ତା ଆସେନି। ଯଦି ତା ଉପରେ ପଡ଼େ ବୃହସ୍ପତିଙ୍କର ଦୃଷ୍ଟି, ତାର ଅଶୁଭତ୍ୱ ଦୂର ହେଇଯାଏ, ସେ ଆଉ ଅମଙ୍ଗଳ କାମନା କରେ ନାହିଁ। କିଏ? ମଙ୍ଗଳ। କଥା ଜାଣିନି, ଝିଅଙ୍କୁ କହନ୍ତିନି ମାନେ ମଙ୍ଗୁଳି କନ୍ୟା। ଏଇ ମଙ୍ଗଳ ଦୋଷ ପାଇଁ ଝିଅର ଯଥା ସ୍ଥାନରେ ବାହାଘର ହେଇପାରେନି। ଯଦି କଷ୍ଟେ ମଷ୍ଟେ ଦୁଃଖେ ସୁଖେ ହେଲା, ତାହେଲେ ତା ଜୀବନରେ ମଙ୍ଗଳ ହୁଏନି, ଅମଙ୍ଗଳ ହୁଏ। ଆଉ ଯାହା ଜାତକରେ ଲଗ୍ନରେ ମଙ୍ଗଳ ଥାନ୍ତି, ତା ଜୀବନରେ କେତେ ଯେ ଦୁଃଖ ଆସେ, ସେ କେତେ ଯେ ଭୁଲ ଚିନ୍ତା କରେ, ଭୁଲ କାମ କରେ, ସେ କଥା ଯାହା ଜାତକରେ ଅଛି ତାକୁ ଟିକେ ପଚାରି ବୁଝନ୍ତୁ। ମଙ୍ଗଳକୁ ଗୁରୁ ଦେଖିଲେ ତାଙ୍କର ଅଶୁଭତ୍ୱ ଦୂର ହେଇଥାଏ।
ମକର ଯଦି ଦଶମ ଗୃହ, ଦଶମ ଘର ଯଦି ମନେ ଯାହା ଜାତକରେ ଦଶମ ଘର ହେଉଛି ମକର, ସେଠାରେ ମଙ୍ଗଳ ଅଛନ୍ତି, ଦଶମରେ ମଙ୍ଗଳ ଅଛନ୍ତି, ମକର ଦଶମ ଘର ସେଠି ମଙ୍ଗଳ ଅଛନ୍ତି, ତେବେ ସେ ଭୂସମ୍ପତ୍ତି ଗୁଡ଼ାଏ ପାଇଥାଏ ଉତ୍ତରାଧିକାରୀ ସୂତ୍ରରେ। ସିଏ କୌଣସି ଏକ ଧନୀ ଘରର ସନ୍ତାନ ହେଇଥାଏ, ଉତ୍ତରାଧିକାରୀ ସୂତ୍ରରେ, ପୁଅ ବା ନାତି ବା ଅଣନାତି ଏହି ସୂତ୍ରରେ, ଉତ୍ତରାଧିକାରୀ ସୂତ୍ରରେ ସେ ଅନେକ ଭୂସମ୍ପତ୍ତି ପାଇଥାଏ। ବୃଷରେ ବା କନ୍ୟାରେ ବୃହସ୍ପତି ଥିଲେ, ବୃଷରେ ବା କନ୍ୟାରେ ବୃହସ୍ପତି ଥିଲେ ତାଙ୍କ ଶୁଭ ଦୃଷ୍ଟି ମକର ଉପରେ ପଡ଼ିଥାଏ। ବୃହସ୍ପତି ବୃଷ, କର୍କଟ, କନ୍ୟାରେ ଥିଲେ ମକରକୁ ଦୃଷ୍ଟି ଦିଅନ୍ତି। କିନ୍ତୁ କାଲି ତ ଆଲୋଚନା କରିଛେ କର୍କଟଟା ଶୁଭ ଘର ନୁହଁ ବିଛା ରାଶି ପାଇଁ, ତେଣୁ କର୍କଟ କଥା ମୁଁ କହିଲି। କ'ଣ କହିଲି? ବୃଷ କଥା ଆଉ କନ୍ୟା କଥା କହିଲି। ମୋର କହିବା କଥା ହେଲା ମକର ଯଦି ନବମ ବା ଦଶମ ଘର, ସେଠାରେ ମଙ୍ଗଳ ଅଛନ୍ତି ଏବଂ ତାଙ୍କୁ ବୃହସ୍ପତି ଦେଖୁଛନ୍ତି, ତେବେ ସେ ଜମିଦାର ହୋଇଥାନ୍ତି। ଯଦି ସିଂହ ରାଶି ମାନେ ଚନ୍ଦ୍ର ସିଂହ ରାଶିରେ ଥିଲେ ଓ ମକର ରାଶିରେ ମଙ୍ଗଳ ଥିଲେ ଏକ ମହାଯୋଗ ହୋଇଥାଏ। ମକରେ କୁଜ, ଧବଳେ ସିଂହେ, ନିତ୍ୟେ କ୍ରୀଡ଼ା, ପରେ ରଙ୍ଗେ, ଇଷ୍ଟ କୁଟୁମ୍ବେ, ପରେ ଭୋଗ, ହେମନ୍ତ ପୁଷ୍ଟି, ନରପତି ଯୋଗ। ବୁଝୁଛି? ତା ଅର୍ଥ ହେଲା ଯଦି ସିଂହ ରାଶି ମାନେ ଚନ୍ଦ୍ର ସିଂହ ରାଶିରେ ଓ ମକରରେ ମଙ୍ଗଳ ଥିଲେ ଏହି ବ୍ୟକ୍ତି ସଂସାରରେ ସୁଖରେ ଆନନ୍ଦରେ କାଳାତିପାତ କରିଥାଏ। ଏହାକୁ ନରପତି ଯୋଗ କହନ୍ତି। ରାଜ ସୁଖ ଭୋଗ କରିଥାନ୍ତି, ସମ୍ମାନର ସହ ପରିବାରରେ ଓ ସମାଜରେ ବସବାସ କରିଥାନ୍ତି। ଯେ କୌଣସି ଲଗ୍ନରେ ଜାତକର 12 ଘର ଯଦି ହେଇଥାଏ, 12 ଘରେ ରବି ଆଉ ମଙ୍ଗଳ ଥାନ୍ତି, ରବି ମଙ୍ଗଳ ଭାରି ମିତ୍ର, ବୁଝୁଛି? ଆଉ ବିଛା ଲଗ୍ନ ପାଇଁ ରବି ଦଶମ ଘର, ଏଇ ଦୃଷ୍ଟିକୋଣରୁ ମଙ୍ଗଳ ଆଉ ରବି ଯଦି ଜାତକର 12 ଘରେ ଥାନ୍ତି, ଯେକୌଣସି ବ୍ୟକ୍ତିର ଯେକୌଣସି ଲଗ୍ନର 12 ଘରେ ରବି ମଙ୍ଗଳ ଥିଲେ, ତେବେ ସେ ଜାତକ ଜଣେ ଉଚ୍ଚକୋଟୀର ଗାୟକ ହୋଇଥାନ୍ତି। ତାଙ୍କ କଣ୍ଠ ମଧୁର ହେଇଥାଏ, ସେ କୋକିଳ କଣ୍ଠରେ ସୁନ୍ଦର ଭାବରେ ଗୀତ ଗାଆନ୍ତି। ଆଉ ଏଇ ଗୀତ ଶୁଣି ସମାଜର ଗୀତ ପ୍ରେମୀ ପ୍ରିୟ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି, ପ୍ରଶଂସା କରନ୍ତି, ଗୁଣଗାନ କରନ୍ତି। ଲୋକମାନେ ପ୍ରସନ୍ନ ହୁଅନ୍ତି, ସାହାଯ୍ୟ ସହଯୋଗ କରିଥାନ୍ତି। ଫଳରେ ତାଙ୍କ ହାତକୁ ମୁଠା ମୁଠା ଧନ ଆସିଥାଏ। ଯାହାର ଜାତକରେ ଦ୍ୱାଦଶରେ ରବି ଓ ମଙ୍ଗଳ ଥାଆନ୍ତି, ତାଙ୍କ ହାତକୁ ଏଇ ସମାଜର ଗୀତପ୍ରେମୀ ଲୋକମାନେ ତାଙ୍କ ହାତକୁ ମୁଠା ମୁଠା ଧନ ବଢ଼େଇ ଦିଅନ୍ତି। ଏହି ଧନକୁ ଏହି ବ୍ୟକ୍ତି ଧର୍ମ ଦିଗରେ ବ୍ୟୟ କରିଥାନ୍ତି। କଷ୍ଟଲବ୍ଧ ଅର୍ଥକୁ ସେ ନଷ୍ଟ କରନ୍ତିନି, ବୃଥା ବ୍ୟୟ କରନ୍ତିନି, ଅଧର୍ମରେ ଦିଅନ୍ତିନି, ଅଧର୍ମରେ ଗୋଟିଏ ପଇସା ବି ଦିଅନ୍ତିନି। ବିଛା ରାଶିର ଚତୁର୍ଥ କେନ୍ଦ୍ର କୁମ୍ଭ, ତା ସହ ଯଦି ବୁଧ ଥାଏ ବା ସିଂହରେ ବୁଧ ଥାଏ, ତେବେ ବିଛା ରାଶି ଜଣେ ଧନାଢ଼୍ୟ ବ୍ୟକ୍ତିରେ ଗଣା ହୁଅନ୍ତି। ବିଛା ରାଶିର ଏକ ଶୁଭ ସ୍ଥାନ ହେଉଛି ମୀନ। ସେଠାରେ ଯଦି ଶୁକ୍ର ଥାଏ ଓ ତା ସହ ଶନି ଥାଏ, ସେ ବିଛା ରାଶି ବି ଧନିକ ହୋଇଥାଏ। ରାଶି ବିଛା, ମୀନରେ ଶୁକ୍ର ଆଉ ଶନି, ତାହେଲେ ସେ ବ୍ୟକ୍ତି ଏକ ଧନିକ ହୋଇଥାନ୍ତି। ବିଛା ରାଶିର କନ୍ୟାରେ ବୁଧ ଓ ମୀନରେ ଶୁକ୍ର ଥିଲେ ଏହି ବ୍ୟକ୍ତି ଜଣେ ଖ୍ୟାତନାମା ବ୍ୟବସାୟୀ ହୋଇଥାନ୍ତି। ଘର ବାଡ଼ି କରି ପତ୍ନୀ ପୁତ୍ର ସହିତ ମହାସୁଖରେ ଥାନ୍ତି। ଘରେ ବାହାରେ ଓ ବହୁ ଧନ ସଞ୍ଚୟ କରି ସେ
ଘରେ ବାହାରେ ସେ ବହୁ ଧନ ସଞ୍ଚୟ କରି ରଖନ୍ତି, ଯାହାଫଳରେ ତାଙ୍କର ଅଭାବ କେବେ ଆସେନି, ତାଙ୍କର ତାଙ୍କ ପୁଅର ତାଙ୍କ ନାତିର। ମାନେ କ'ଣ, ବିଛା ରାଶି ହେଇଥିବ, ମୀନରେ ଥିବେ ଶୁକ୍ର, କନ୍ୟାରେ ଥିବେ ବୁଧ, ଏ ଦିହେଁ ଉଚ୍ଚରେ, କନ୍ୟାରେ ବୁଧ ଉଚ୍ଚ ଆଉ ମୀନରେ ଶୁକ୍ର ଉଚ୍ଚ, ଏ ଦିହେଁ ମିତ୍ର, ଏ ଦିହେଁ ପରସ୍ପରକୁ ଦେଖୁଥିବେ, ବା କଶ୍ୟପ ବା। ବିଛା ରାଶି ରବି ସହ ବୁଧ ସିଂହରେ ବା କନ୍ୟାରେ ଥାନ୍ତି, ତେବେ ଏହି ସୁଯୋଗ ତାଙ୍କୁ ଅପେକ୍ଷା କରିଥାଏ। ଆରେ ତୁ ବି ଧନୀ ହବୁ, ହଁ ମୁଁ ତତେ ଜଗିଛି ପରା ଧନ ଦେବା ପାଇଁ। ଯଦି ବିଛା ରାଶି ଏବଂ ସିଂହରେ ବୁଧ ଓ କନ୍ୟା ରବି, ତେବେ କର୍ମ କ୍ଷେତ୍ରରୁ 2 ପଇସା ଭଲ ଆୟ ହୋଇଥାଏ, କୁହନ୍ତି ଧନିକ ଯୋଗ। ଆଉ ବିଛା ରାଶି ସିଂହ ଥାନ୍ତି ବୁଧ ଘରେ, ମାନେ କନ୍ୟାରେ, ବୁଧ ଥାନ୍ତି ସିଂହ ଘରେ, ଏ ହେଲା କ୍ଷେତ୍ର ବିନିମୟ ଯୋଗ, ଇଏ ମଧ୍ୟ ଧନୀ ହେଇଥାନ୍ତି। ଆପଣଙ୍କ ଜାତକ ଦେଖନ୍ତୁ, ଏଇ ଯେଉଁ ଗ୍ରହ କଥା ଆଲୋଚନା କଲି, ସେମାନେ ଯଦି ଏଇ ସ୍ଥାନରେ ଥାନ୍ତି, ତାହେଲେ ଆପଣଙ୍କର ମଙ୍ଗଳ ନିଶ୍ଚିତ, ଧନ ନିଶ୍ଚୟ ପାଖକୁ ଆସିବ। ଆପଣଙ୍କ ପାଖକୁ ଧନ କେହି ନେଇପାରିବେ, ଯେତେ ଖର୍ଚ୍ଚ କରୁନାହାନ୍ତି। ରହିଲି, ନମସ୍କାର।